ସୁଭଦ୍ରା ଯୋଜନାରେ ଅନେକ ମହିଳା ଆବେଦନ କରିଥିଲେ ମଧ୍ୟ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିବାରେ ବିଳମ୍ବ ହେଉଛି। ଗତକାଲି ଅର୍ଥାତ୍ 22 ଜାନୁଆରୀ 2026ରେ ରାଜ୍ୟ ସରକାର ପ୍ରାୟ 4.57 ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରିଛନ୍ତି, ଯେଉଁଥିରେ ପୂର୍ବରୁ ବଞ୍ଚିତ ଥିବା ଏବଂ ନୂଆ ଆବେଦନକାରୀମାନେ ସାମିଲ ଅଛନ୍ତି। ଯଦି ଆପଣଙ୍କ ଟଙ୍କା ଏପର୍ଯ୍ୟନ୍ତ ଆସିନାହିଁ, ତେବେ ଏହା ପଛରେ କିଛି ମୁଖ୍ୟ କାରଣ ଥାଇପାରେ। ଟଙ୍କା ନ ଆସିବାର ମୁଖ୍ୟ କାରଣଗୁଡ଼ିକ: ଆଧାର ଲିଙ୍କ ଡିବିଟି ଇସ୍ୟୁ, ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ଲିଙ୍କ ହୋଇନଥିବା କିମ୍ବା ଏନପିସିଆଇ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ସକ୍ରିୟ ନଥିବା। ଇକେୱାଇସି ସମସ୍ୟା, ଆପଣଙ୍କର ଇକେୱାଇସି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇନଥିବା କିମ୍ବା ବାୟୋମେଟ୍ରିକରେ କିଛି ତ୍ରୁଟି ଥିବା। ନାମ ଏବଂ ତଥ୍ୟ ମେଳ ନ ଖାଇବା, ଆଧାର କାର୍ଡ ଏବଂ ବ୍ୟାଙ୍କ ଖାତାରେ ଥିବା ନାମର ସ୍ପେଲିଂ ଅଲଗା ହୋଇଥିବା। ଯୋଗ୍ୟତା ଯାଞ୍ଚ ରିଭେରିଫିକେସନ, ଯଦି ପରିବାରରେ କେହି ସରକାରୀ ଚାକିରିଆ ଅଛନ୍ତି, ଆୟକର ଦିଅନ୍ତି କିମ୍ବା 4 ଚକିଆ ଗାଡ଼ି ଟ୍ରାକ୍ଟର ବ୍ୟତୀତ ଅଛି, ତେବେ ଆବେଦନ ଖାରଜ କିମ୍ବା ପୁନଃ ଯାଞ୍ଚ କରାଯାଇପାରେ। ବୟସ ସୀମା, ଆବେଦନକାରୀଙ୍କ ବୟସ 21 ବର୍ଷରୁ କମ୍ କିମ୍ବା 60 ବର୍ଷରୁ ଅଧିକ ହୋଇଥିଲେ। ଏହାର ସମାଧାନ ପାଇଁ ଆପଣ କ'ଣ କରିବେ? 1. ଷ୍ଟାଟସ୍ ଚେକ୍ କରନ୍ତୁ। ପ୍ରଥମେ ସୁଭଦ୍ରା ଯୋଜନାର ଅଫିସିଆଲ ୱେବସାଇଟ୍ subhadra.odisha.gov.in କୁ ଯାଇ ନିଜର ଆବେଦନ ସ୍ଥିତି ଆପ୍ଲିକେସନ ଷ୍ଟେଟସ୍ ଯାଞ୍ଚ କରନ୍ତୁ। 2. ବ୍ୟାଙ୍କ ସହିତ ଯୋଗାଯୋଗ, ନିଜ ବ୍ୟାଙ୍କକୁ ଯାଇ ଆକାଉଣ୍ଟଟି ସିଙ୍ଗଲ ହୋଲ୍ଡର ଆକାଉଣ୍ଟ କି ନୁହେଁ ଏବଂ ଆଧାର ଡିବିଟି ଏନେବୁଲ୍ଡ ଅଛି କି ନାହିଁ ନିଶ୍ଚିତ କରନ୍ତୁ। 3. ହେଲ୍ପଲାଇନ୍ ସାହାଯ୍ୟ, ଯଦି କୌଣସି ଅସୁବିଧା ହୁଏ ତେବେ ସୁଭଦ୍ରା ହେଲ୍ପଲାଇନ୍ ନମ୍ବର କିମ୍ବା ନିକଟସ୍ଥ ମୋ ସେବା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସୂଚନା, ସରକାରଙ୍କ କହିବା ଅନୁଯାୟୀ କେହି ବି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେବେ ନାହିଁ। ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ପର୍ଯ୍ୟାୟକ୍ରମେ ଟଙ୍କା ପଠାଯାଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 4ରୁ 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ରାତି ତାପମାତ୍ରା ବା ସର୍ବନିମ୍ନ ତାପମାତ୍ରାରେ କୌଣସି ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଏଠାରେ ପାଣିପାଗର ମୁଖ୍ୟ ବିବରଣୀ ଦିଆଗଲା। 1. ତାପମାତ୍ରା ସ୍ଥିତି ସ୍ଥିର ରହିବ ପାରଦ। ଆଗାମୀ 4-5 ଦିନ ଯାଏଁ ରାତିର ତାପମାତ୍ରା ବର୍ତ୍ତମାନ ଯାହା ରହିଛି ସେଥିରେ କୌଣସି ବିଶେଷ ହ୍ରାସ ବା ବୃଦ୍ଧି ହେବ ନାହିଁ। ପୂର୍ବ ଅପେକ୍ଷା କୋହଳ, ଗତ କିଛି ଦିନ ମଧ୍ୟରେ ତାପମାତ୍ରା 2°C ରୁ 3°C ପର୍ଯ୍ୟନ୍ତ ବଢ଼ିଥିବାରୁ ଶୀତର ପ୍ରକୋପ ସାମାନ୍ୟ କମିଛି। 2. କୁହୁଡ଼ି ସତର୍କତା, ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ସକାଳୁଆ କୁହୁଡ଼ି ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ଯଥା ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯାଇପାରେ। 3. ସାଧାରଣ ସୂଚନା, ଆସନ୍ତା ସପ୍ତାହ ଯାଏଁ ବର୍ଷାର କୌଣସି ସମ୍ଭାବନା ନାହିଁ। ଆକାଶର ମୁଖ୍ୟତଃ ସଫା ରହିବ। ଦିନର ତାପମାତ୍ରା ସ୍ୱାଭାବିକ ରହିବା ସହ ଖରା ଅନୁଭୂତ ହେବ। ଟିପ୍ପଣୀ, ଯଦିଓ ଶୀତର ଲହରୀ କୋଲ୍ଡ ନାହିଁ, ତଥାପି ସକାଳ ସମୟରେ କୁହୁଡ଼ି ଯୋଗୁଁ ଗାଡ଼ି ଚାଳନା ବେଳେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆମ ପେନ୍ସନଧାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। ନୂଆବର୍ଷ ଆରମ୍ଭରୁ ସରକାର ପେନ୍ସନଧାରୀଙ୍କ ପାଇଁ ଖୋଲିଦେଇଛନ୍ତି ଖଜାନା। ମମ ବେତନ କମିଶନଠାରୁ ଆରମ୍ଭ କରି ମହଙ୍ଗା ଭତ୍ତା ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳିଛି ବଡ଼ ବୃଦ୍ଧି। ଓଡ଼ିଶା ସରକାର ମଧ୍ୟ ନିଜ କର୍ମଚାରୀ ଓ ପେନ୍ସନଧାରୀଙ୍କ ପାଇଁ 3% ମହଙ୍ଗା ଭତ୍ତା ବଢ଼ାଇଛନ୍ତି। କେବଳ ସେତିକି ନୁହେଁ, ଅଟଳ ପେନ୍ସନ ଯୋଜନାକୁ 2030 ପର୍ଯ୍ୟନ୍ତ ବଢ଼ାଇବାକୁ ମୋହର ମାରିଛି। ଫଳରେ ଏବେ ବାର୍ଦ୍ଧକ୍ୟରେ ସାହାରା ପାଉଥିବା ଲକ୍ଷ ଲକ୍ଷ ଲୋକଙ୍କୁ ମିଳିବ ଅଧିକ ଆର୍ଥିକ ସୁବିଧା। ଗୁରୁତ୍ୱପୂର୍ଣ୍ଣ ସୂଚନା, 1 ଜାନୁଆରୀ 2026ରୁ ବେତନ କମିଶନର ନୂଆ ନିୟମ ଲାଗୁ ହେଲେ ପେନ୍ସନଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମୋଟା ଅଙ୍କର ଏରିୟର୍ସ ମଧ୍ୟ ଆସିବାର ଆଶା କରାଯାଉଛି। ଓଡ଼ିଶା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଏହି ବଡ଼ ଘୋଷଣା ଅନୁଯାୟୀ ରାଜ୍ୟରେ ପ୍ରଚଳିତ ପୁରୁଣା ଓ ଜଟିଳ ଜମିଜମା ଆଇନରେ ବ୍ୟାପକ ପରିବର୍ତ୍ତନ କରାଯାଉଛି। ବ୍ରିଟିଶ ଅମଳରୁ ଚାଲିଆସୁଥିବା କେତେକ ଆଇନକୁ ହଟାଇ ଏକ ନୂତନ ଏବଂ ସରଳ ଓଡ଼ିଶା ସରକାରୀ ଜମି ପରିଚାଳନା ଆଇନ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ ଖୁବ୍ ଶୀଘ୍ର ଲାଗୁ ହେବାକୁ ଯାଉଛି। ଏହି ସମ୍ପର୍କରେ ମୁଖ୍ୟ ତଥ୍ୟଗୁଡ଼ିକ ନିମ୍ନରେ ଦିଆଗଲା। 1. ମୁଖ୍ୟ ଘୋଷଣା ଏବଂ ନୂଆ ଆଇନର ଲକ୍ଷ୍ୟ। ଆଇନର ଏକତ୍ରୀକରଣ, ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ଆଇନ 1962 ଏବଂ ଜମି ଜବରଦଖଲ ନିରୋଧ ଆଇନ 1972 ଭଳି ଅନେକ ପୁରୁଣା ଆଇନକୁ ମିଶ୍ରଣ କରି ଏକମାତ୍ର ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା କରାଯିବ। ସମୟସୀମା ମଧ୍ୟରେ ସମାଧାନ, ଜମି ସମ୍ପର୍କିତ ବିବାଦ ଏବଂ ବନ୍ଦୋବସ୍ତ ପ୍ରକ୍ରିୟାକୁ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶେଷ କରିବାକୁ ବ୍ୟବସ୍ଥା ରହିବ। ଜଟିଳତା ଦୂର,
ବର୍ତ୍ତମାନ ପ୍ରାୟ 7,000ରୁ ଅଧିକ ପ୍ରକାରର ଜମି ବର୍ଗ କ୍ଲାସିଫିକେସନ ରହିଛି, ଯାହାକୁ କମାଇ ମାତ୍ର 9ଟି ବର୍ଗରେ ସୀମିତ ରଖିବାକୁ ଲକ୍ଷ୍ୟ ରଖାଯାଇଛି। 2. ସାଧାରଣ ଜନତାଙ୍କୁ ମିଳିବାକୁ ଥିବା ଲାଭ। ଶୀଘ୍ର ପଟ୍ଟା ପ୍ରଦାନ। ଦୀର୍ଘଦିନ ଧରି ପଟ୍ଟା ପାଇ ନଥିବା ଲୋକଙ୍କୁ ସରଳ ପ୍ରକ୍ରିୟାରେ ସତ୍ତ୍ୱାଧିକାର ମିଳିବ। ପୁରୀ ଜମି ସମସ୍ୟାର ସମାଧାନ। ପୁରୀ ସହରରେ ଜଗନ୍ନାଥ ମହାପ୍ରଭୁଙ୍କ ଜମି ଏବଂ ଅନ୍ୟାନ୍ୟ ଜଟିଳ ଜମି ବିବାଦର ସ୍ଥାୟୀ ସମାଧାନ ପାଇଁ ଏହି ଆଇନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପାରଦର୍ଶିତା। ତହସିଲ ସ୍ତରରେ କ୍ଷମତା ଅଧିକ କରାଯିବ, ଯାହାଫଳରେ ଲୋକଙ୍କୁ ଉପରିସ୍ଥ ଅଫିସକୁ ଦୌଡ଼ିବାକୁ ପଡ଼ିବ ନାହିଁ। 3. କେବେ ଲାଗୁ ହେବ? ବିଧାନସଭାରେ ବିଲ୍। ଆସନ୍ତା ବଜେଟ୍ ଅଧିବେଶନ 2026ରେ ଏହି ନୂତନ ଉପସ୍ଥାପନ କରାଯିବ। ଜନସାଧାରଣଙ୍କ ମତାମତ। ଏହି ଆଇନର ଡ୍ରାଫ୍ଟ ପ୍ରସ୍ତୁତ ହୋଇସାରିଛି ଏବଂ ଏହାକୁ 1 ମାସ ପାଇଁ ୱେବସାଇଟରେ ରଖାଯାଇ ଲୋକଙ୍କ ମତାମତ ଲୋଡ଼ାଯିବ। ଓଡ଼ିଶା ପାଇଁ ବଡ଼ ଖବର। ଜାନୁଆରୀ 2026। 10 ଲକ୍ଷ ନୂଆ ଘର। ଓଡ଼ିଶା ସରକାର ଚଳିତ ମାସରେ ପ୍ରଥମ ପର୍ଯ୍ୟାୟରେ 10 ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ବଣ୍ଟନ କରିବାକୁ ଘୋଷଣା କରିଛନ୍ତି। ହିତାଧିକାରୀ ତାଲିକା। ବର୍ତ୍ତମାନ ସୁଦ୍ଧା ରାଜ୍ୟର ପ୍ରାୟ 34 ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କ ତାଲିକା କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି। ଖୁବ୍ ଶୀଘ୍ର ଏହି ତାଲିକା ଅନୁସାରେ ୱାର୍କ ଅର୍ଡର ପ୍ରଦାନ କରାଯିବ। ଅନ୍ତ୍ୟୋଦୟ ଆବାସ ଯୋଜନା। ଯେଉଁ ଯୋଗ୍ୟ ପରିବାର କୌଣସି କାରଣରୁ ପିଏମ୍ଏ ତାଲିକାରୁ ବାଦ୍ ପଡ଼ିଛନ୍ତି, ସେମାନଙ୍କୁ ଓଡ଼ିଶା ସରକାର ନିଜସ୍ୱ ଅନ୍ତ୍ୟୋଦୟ ଆବାସ ଯୋଜନା ମାଧ୍ୟମରେ ଘର ଯୋଗାଇଦେବେ। ଏଥିପାଇଁ ହିତାଧିକାରୀଙ୍କୁ 20 ଲକ୍ଷ ସହାୟତା ମିଳିବ। ପିଏମ୍ଏ ସହରୀ 20 PMAU 20। କେନ୍ଦ୍ର ସରକାର PMAU 20 ଆରମ୍ଭ କରିଛନ୍ତି, ଯେଉଁଥିରେ ସହରାଞ୍ଚଳର ଗରିବ ଓ ମଧ୍ୟବିତ୍ତ ପରିବାର ଉପକୃତ ହେବେ। ସହାୟତା ରାଶି। ଏହି ନୂଆ ପର୍ଯ୍ୟାୟରେ ପ୍ରତି ୟୁନିଟ୍ ପାଇଁ ପ୍ରାୟ 50 ଲକ୍ଷ ପର୍ଯ୍ୟନ୍ତ ସରକାରୀ ସହାୟତା ମିଳିବାର ବ୍ୟବସ୍ଥା ରହିଛି। ଆବେଦନ ପ୍ରକ୍ରିୟା। ଆଗ୍ରହୀ ହିତାଧିକାରୀମାନେ ଅନଲାଇନ୍ ମାଧ୍ୟମରେ pma.urban.gov.in ଯାଇ ନିଜର ଆଧାର ଏବଂ ଆୟ ପ୍ରମାଣପତ୍ର ସହ ଆବେଦନ କରିପାରିବେ। ଆବେଦନ ପାଇଁ ଆବଶ୍ୟକ କାଗଜପତ୍ର। ଯଦି ଆପଣ ନୂଆ ଘର ପାଇଁ ଆବେଦନ କରୁଛନ୍ତି, ତେବେ ଏହି ଡକ୍ୟୁମେଣ୍ଟଗୁଡ଼ିକ ପ୍ରସ୍ତୁତ ରଖନ୍ତୁ। 1. ଆଧାର କାର୍ଡ, ପରିବାରର ସମସ୍ତ ସଦସ୍ୟଙ୍କର। 2. ବ୍ୟାଙ୍କ ପାସବୁକ୍, ଆଧାର ସହ ସଂଯୋଗ ହୋଇଥିବା ଆବଶ୍ୟକ। 3. ଆୟ ପ୍ରମାଣପତ୍ର, ଇନକମ୍ ସାର୍ଟିଫିକେଟ୍। 4. ଜମିର କାଗଜପତ୍ର, ଓରୋର ପାଟା। 5. ଜାତି ପ୍ରମାଣପତ୍ର, SC/ST ବର୍ଗ ପାଇଁ।